ବିଜାତଳା ବ୍ଲକ ବଣକାଠି ପଞ୍ଚାୟତ ପ୍ରାଙ୍ଗଣରେ ବିକାଶ ବାହନ ରଥ ଉଦ୍ଘାଟିତ ହୋଇଯାଇଛି। ବଣକାଠି ସରପଞ୍ଚ ଦେଲ୍ହା ବାସ୍କେଙ୍କ ବିଜାତଳା ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜାତଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶୁଭଶ୍ରୀ ମଣ୍ଡଲ, ଏଡିଓ ସୁଧୀର କୁମାର ଗିରି, ଯୋଗାଣ ସହାୟକ ହିରଣ କୁମାର ବେହେରା ସମେତ ସମସ୍ତ ସମିତି ସଭ୍ୟ ସଭ୍ୟା ସ୍ୱୟଂ ସହାୟିକା ମହିଳାଙ୍କ ଉପସ୍ଥିତିରେ ଧୂପ ଦୀପ ଓ ବନ୍ଦାପନା କରି ବିକଶିତ ବାହନ ରଥର ଶୁଭାରମ୍ଭ କରିଥିଲେ। ବିକାଶ ବାହନ ଯାତ୍ରା ଆଗାମୀ 21 ତାରିଖ ପର୍ଯ୍ୟନ୍ତ ବୁଲି ବୁଲି ଲୋକମାନଙ୍କୁ ସଚେତନ କରିବ ବୋଲି ବିଡିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ଅଧିକାରୀ ଶୁଭଶ୍ରୀ ମଣ୍ଡଲ ପରିଚାଳନା କରିଥିବା ବେଳେ ପଞ୍ଚାୟତର ସମସ୍ତ ଅଧିକାରୀ ସହଯୋଗ କରିଥିଲେ। ଆଜିର ଆମର ବନକାଟି ପଞ୍ଚାୟତରେ ଆମର ବିକାଶ ବାହନ ରଥ ଆସିଅଛି ଏବଂ ସେଇଥିରେ ବନକାଟିରେ ଗୋଟେ 10-12ଟା ଗାଁକୁ ବର୍ତ୍ତମାନ ସେ ଅଧା ସବୁ ଗାଁ 4-5ଟା ଗାଁକୁ ଅଲରେଡ଼ି ବୁଲି ସାରିଛି ଏବଂ ଆମର ବର୍ତ୍ତମାନ ବିକାଶ ବାହନର ରଥଟା ଏଠି ଆମର ଗ୍ରାମ ପଞ୍ଚାୟତରେ ଅଛି। ମୁଁ ନିଜେ ଆସିକି ଦେଖିଲି ଲାଇନ୍ ଡିପାର୍ଟମେଣ୍ଟସ୍ ଆର୍ ଡୁଇଂ ଗୁଡ୍ ୱାର୍କସ୍ ଆଉ ବହୁତ ଲୋକ ମାତ୍ରାରେ ଏହି ରଥକୁ ଦେଖିବା ପାଇଁ ଏବଂ ଆମର ସରକାରଙ୍କ ତରଫରୁ ଯାହା ଯାହା ସହାୟତା ମିଳୁଛି ସବୁ ଡିପାର୍ଟମେଣ୍ଟରୁ, ଯେମିତିକି ଫର୍ ଏକ୍ଜାମ୍ପଲ୍ ଆମର ପଞ୍ଚାୟତରାଜ ଆଣ୍ଡ ଡ୍ରିଙ୍କିଂ ୱାଟର ଡିପାର୍ଟମେଣ୍ଟରେ ଆମର ବେସିକାଲି ଆମର ଅନ୍ତୋଦୟ ଗୃହ ଯୋଜନା ଯେଉଁ ଚାଲୁଛି। ନମସ୍କାର, ମୁଁ ସୁଭଦ୍ରା ଧଳ, ବ୍ଲକ ବିଜାତଳା, ଗ୍ରାମ ବଣକାଟି। ମୁଁ ମା ସନ୍ତୋଷୀ ଏସଏଚଜିର ମୁଁ ସେକ୍ରେଟାରୀ ଅଛି। ଆପଣମାନେ ଏହି ଯୋଜନାରୁ କ'ଣ କ'ଣ ସୁବିଧା ସବୁ ଏବେ ପାଇଛନ୍ତି? ଏହି ଯୋଜନାରୁ ଆମେ ଆମର ପଡ଼ିଆ ପଡ଼ିଥିବା ଚାଷ ଜମିରେ ମାଣ୍ଡିଆ ଚାଷ କରିକି ମାଣ୍ଡିଆ ବିକ୍ରି କରିକି ଆଉ ମାଣ୍ଡିଆ ମଧ୍ୟ ଖାଉଛେ। ବିଷୟରୁ ଅନୱାର ହୁସେନଙ୍କ ରିପୋର୍ଟ, ଏවන් ଓଡ଼ିଶା।